ଓୟୁଏଟିରେ ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ। ଓୟୁଏଟି ପରିସରରେ ନିରନ୍ତର ଖାଦ୍ୟ ସୁରକ୍ଷା ସାଧନ ପାଇଁ କ୍ଷୁଦ୍ର ଚାଷୀଙ୍କ ନିମନ୍ତେ ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା ସମ୍ପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଅଛି। ନୂଆଦିଲ୍ଲୀ ସ୍ଥିତ ନରୱେର ଜୈବ ଅର୍ଥନୈତିକ ଗବେଷଣା ଅନୁଷ୍ଠାନ ନିବିଓ ର ରେଜିଲିଏନ୍ସ ପ୍ରକଳ୍ପର ପୃଷ୍ଠପୋଷକତାରେ ଆୟୋଜିତ ଉକ୍ତ ସମ୍ମିଳନୀ ସେପ୍ଟେମ୍ବର 17ରୁ 19 ତାରିଖ 3 ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସ୍ଥିର ହୋଇଅଛି। ଉକ୍ତ ଆନ୍ତର୍ଜାତୀୟ ସମ୍ମିଳନୀରେ ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା ସହଭାଗିତାରେ ବିହନ ଉତ୍ପାଦନ, ସମନ୍ୱିତ ଖାଦ୍ୟସାର ଓ ରୋଗପୋକ ପରିଚାଳନା, ପ୍ରାକୃତିକ ସମ୍ବଳ ସଂରକ୍ଷଣ, ଡିଜିଟାଲ କୃଷି, କୃତ୍ରିମ ବୁଦ୍ଧିମତ୍ତା ତଥା ଖାଦ୍ୟ ସୁରକ୍ଷା ନିର୍ମିତ ଆବଶ୍ୟକୀୟ କୃଷିନୀତି ଇତ୍ୟାଦି ବିଷୟବସ୍ତୁ ଉପରେ ପ୍ରାୟ 1000 ପ୍ରତିଭାଗୀ ଉପସ୍ଥିତ ରହି ନିଜସ୍ୱ ଗବେଷଣାଲବ୍ଧ ଜ୍ଞାନ ଓ ଫଳାଫଳ ଉପସ୍ଥାପନ କରିବେ। ଆମ୍ବାସଡର ଏମେରିଟସ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନିବିଓର ନିର୍ଦ୍ଦେଶକ ଡକ୍ଟର ପିଟର ଏସ୍ ନାଗାର୍ଜୁନ, ସାଧାରଣ ନିର୍ଦ୍ଦେଶକ ଡକ୍ଟର ଇଭାରି ଏଚ୍ କ୍ରିଷ୍ଟେନସେନ୍, ଭାରତୀୟ ପାଣିପାଗ ବିଭାଗ ସାଧାରଣ ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ତଥା ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ ବିଶିଷ୍ଟ ବୈଜ୍ଞାନିକମାନେ ଯୋଗଦେଇ ନିରନ୍ତର ଖାଦ୍ୟ ସୁରକ୍ଷା ସାଧନ ପାଇଁ ଜଳବାୟୁ ଅନୁକୂଳ କୃଷି ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିବେ।